హాయ్ ఫ్రెండ్స్, బాగున్నారా ఫ్రెండ్స్? లాస్ట్ 2 డేରୁ ତେଲୁଗୁ ଲେସନ୍‌ରେ ଆମେ ରେଗୁଲାର ଲାଇଫ୍‌ର କଥାବାର୍ତ୍ତାର କିଛି ବେସିକ୍ କ୍ୱେଶ୍ଚିନ୍ ସେଣ୍ଟେନ୍ସ ସହିତ କିଛି ଆନ୍ସର୍ ସେଣ୍ଟେନ୍ସ ଗୁଡ଼ିକୁ ଆମେ ଶିଖିକି ନେଇଥିଲେ। ତାହେଲେ ଆଜିର ଭିଡ଼ିଓରେ ଚାଲନ୍ତୁ ପୁଣି କିଛି ନ୍ୟୁ ସେଣ୍ଟେନ୍ସ ଗୁଡ଼ିକୁ ଶିଖିକି ନେବା। ଯଦି ଫ୍ରେଣ୍ଡସ୍ ଆମେ କାହାକୁ ଜାଣିନଥିବା ତାହେଲେ ସେଠି ଆମେ କ୍ୱେଶ୍ଚିନ୍ସ କରୁଛେ କିଏ କିଏ ତାହେଲେ ତେଲୁଗୁରେ ପଚାରିବା ఎవరు 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 ମାନେ କିଏ। ఓకే, କିଏ ଦରକାର, ఎవరు కావాలి ఎవరు కావాలి ఎవరు ମାନେ କିଏ, కావాలి ମାନେ ଦରକାର। ఓకే, ఎవరు కావాలి କିଏ ଦରକାର, ఏం కావాలి ఏంటి కావాలి, ఏం ବା ఏంటి ମାନେ କ'ଣ, కావాలి ମାନେ ଦରକାର ହିସାବରେ ଆମେ କ୍ୱେଶ୍ଚିନ୍ସ କରିବା। ଓକେ, ఏం కావాలి ఏంటి కావాలి ମାନେ କ'ଣ ଦରକାର। ଦେନ୍ ଯଦି ଆମେ କାହାକୁ ଘର ଭିତରକୁ ଆସିବା ପାଇଁ ଡାକିବା, ଠିକ୍ ଅଛି, ଭିତରକୁ ଆସନ୍ତୁ ଭିତରକୁ ଆସନ୍ତୁ, లోపలికి రండి లోపలికి రండి లోపలికి ମାନେ ଭିତରକୁ ଭିତରକୁ ଆମେ ତେଲୁଗୁରେ କହିବା లోపలికి, రండి ମାନେ ଆସନ୍ତୁ ବା ଆସ। ଏପରି ଆପଣ କାହାକୁ ବି ରେସ୍ପେକ୍ଟଫୁଲି କହିପାରିବେ। ଓକେ, ବୟସର ବଡ଼ମାନଙ୍କୁ ଆମେ ରେସ୍ପେକ୍ଟଫୁଲି କଥାବାର୍ତ୍ତା କରିଥାଉ, ତାହେଲେ ସେଠି ଆମେ କହିବା లోపలికి రండి। ନେକ୍ସଟ ଯଦି ଆମେ କାହାକୁ ପଚାରିବା ସାର୍ ଅଛନ୍ତି କି, ମ୍ୟାଡ଼ାମ୍ ଅଛନ୍ତି କି, ତାହେଲେ ଆମେ ତେଲୁଗୁରେ ପଚାରିବା ସାର୍ ఉన్నారా, మేడం ఉన్నారా। ఈవెన్ ଆପଣ ఎప్పటి ବି ପଚାରି ପାରିବେ ଯେ ସାର୍ గారు ఉన్నారా, ମ୍ୟାଡ଼ାମ୍ గారు ఉన్నారా। ଗାରୁ ଗାରୁ ଶବ୍ଦର ଅର୍ଥ ଫ୍ରେଣ୍ଡସ୍ ଏଠି ଫୁଲି ରେସ୍ପେକ୍ଟଫୁଲିରେ ଆମେ ୟୁଜ୍ କରିପାରିବା। ଓକେ, ସାର୍ ଗାରୁ ఉన్నారా, ମ୍ୟାଡ଼ାମ୍ ଗାରୁ ఉన్నారా। ఉన్నారా ମାନେ ଅଛନ୍ତି କି, ସେଇ ହିସାବରେ ଆପଣ କୋଶ୍ଚିନ୍ସ କରିପାରିବେ ତେଲୁଗୁରେ। ଓକେ, ସାର୍ ଗାରୁ ఉన్నారా। ଯଦି ଏଠି ଆମେ ପଜିଟିଭ ୱେରେ ରିପ୍ଲାଏ ଦେବା ଯେ ସାର୍ ଅଛନ୍ତି ବା ମ୍ୟାଡ଼ାମ୍ ଅଛନ୍ତି, ତାହେଲେ ଆମେ ତେଲୁଗୁରେ କହିବା సార్ ఉన్నారు, మేడం ఉన్నారు ବା సార్ గారు ఉన్నారు, మేడం గారు ఉన్నారు। ఉన్నారు ମାନେ ଅଛନ୍ତି ହିସାବରେ ଆମେ ପଜିଟିଭ ୱେରେ ଆନ୍ସର ଦେବା। ଓକେ ଫ୍ରେଣ୍ଡସ୍, ଏଠି ଦେଖନ୍ତୁ ଯଦି ଆପଣ କାହାକୁ ବି ରେସ୍ପେକ୍ଟଫୁଲି କ୍ୱେଶ୍ଚିନ୍ସ କରୁଛନ୍ତି ଯେ ଅଛନ୍ତି କି ବୋଲି, ତାହେଲେ ସେଠି ଆମେ ତେଲୁଗୁରେ ପଚାରିବା ఉన్నారా ఉన్నారా। ଯଦି ସେଠି ଆମେ ପଜିଟିଭ ୱେରେ କହିବା ଯେ ଅଛନ୍ତି, ତାହେଲେ ସେଠି ଆମେ ତେଲୁଗୁରେ କହିବା ఉన్నారు ఉన్నారు। ରୁ ଶବ୍ଦର ଅର୍ଥ ଏଠି ରେସ୍ପେକ୍ଟଫୁଲିରେ ୟୁଜ୍ କରାଯାଏ। ଓକେ, ଉన్నారు। ଯଦି ଏଠି ଆମେ ନେଗେଟିଭ ୱେରେ ମନା କରିବା ନାହାନ୍ତି ନାହାନ୍ତି, లేరు లేరు, సార్ ଘରେ ନାହାନ୍ତି, సార్ ఇంట్లో లేరు, సార్ ఇంట్లో లేరు, సార్ గారు ఇంట్లో లేరు। ఇంట్లో ମାନେ ଘରେ, లేరు ମାନେ ନାହାନ୍ତି, ଏପରି ଆପଣ ରେସ୍ପେକ୍ଟଫୁଲିରେ ମନା କରିପାରିବେ। ଓକେ ଫ୍ରେଣ୍ଡସ୍, এই বেসিক ছোট ছোট সেন্টেন্স গুড়িକୁ ଆପଣ ବହୁତ ଭଲରେ ବୁଝିପାରୁଛନ୍ତି ନା। ଯଦି ଭିଡ଼ିଓଟି ଆପଣଙ୍କୁ କିଛି ହେଲ୍ପଫୁଲ୍ ୟୁଜଫୁଲ୍ ଲାଗିଲା ତାହେଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର ବି କରନ୍ତୁ, एंड जदि के नुआ अछिने तबे चैनल को सब्सक्राइब कर बेल आइकन को क्लिक करंतु। थैंक्स फॉर योर टाइम एंड थैंक्स फॉर वाचिंग।